Hello friends, good morning, good afternoon, good evening. Welcome to my YouTube channel ମୁଁ ପ୍ରଭାତୀ। ଆଜି ଇସି ମାମାନଙ୍କ ପାଇଁ ଆଶାର ଆଲୋକ ନେଇ ଆସିଛି। ପ୍ରଥମେ ମୋ ଚ୍ୟାନେଲକୁ କେହି ନୂଆ କରି ଆସିଥିଲେ ପ୍ଲିଜ୍ ଲାଇକ୍ ଏବଂ ସବସ୍କ୍ରାଇବଟିଏ କରିଦେବେ। ଜଣେ ଦିଦି କମେଣ୍ଟ ମାଧ୍ୟମରେ ପଚାରିଥିଲେ ଆମେ ଆନ୍ଦୋଳନ କଲେ ସଫଳ ହୋଇପାରିବା ତ ମ୍ୟାଡ଼ାମ୍? ଆଜ୍ଞା, ଜୀବନରେ ସବୁ ସମ୍ଭବ। ଏ ଜୀବନ ବଞ୍ଚିବା ପାଇଁ ଜନ୍ମ ହୋଇଛେ, ଟେନସନ୍ ନେବା ପାଇଁ ନୁହେଁ। ଖାଇବା ଆଉ ପଙ୍ଖା ତଳେ ଶୋଇବାଟାକୁ ଜୀବନ କୁହାଯାଏ ନାହିଁ। ସଫଳତା ଏମିତି ମିଳେ ନାହିଁ। ଜୀବନରେ ନିଜକୁ ଏମିତି ଭାବିବା ଉଚିତ ନୁହେଁ ଯେ ଆମ ଦ୍ୱାରା କିଛି ହୋଇପାରିବ ନାହିଁ, ଯେ ଆମେ ଦୁର୍ବଳ, ବା ଏମିତି ନ ଭାବିବା ଯେ କୌଣସି କାମ ଆମମାନଙ୍କ ଦ୍ୱାରା ହୋଇପାରିବନି। ସତ କହିବାକୁ ଗଲେ ଏ ଜୀବନରେ ପ୍ରତ୍ୟେକ କାମ ଆପଣଙ୍କ ବିଚାର ଉପରେ ନିର୍ଭର କରେ। ଜୀବନ ଅଛି ତ ସଂଘର୍ଷ କରି ଶିଖ। ଏଠାରେ କେହି ଗୋଟିଏ ଦିନରେ ସଫଳତା ପାଇନାହିଁ। ଯେମିତି ଗୋଟିଏ ବହି ଖୋଲି ପଢ଼ିଲେ କେହି କେବେ ସଙ୍ଗେ ସଙ୍ଗେ ସାରିପାରେ ନା, ଜୀବନରେ କେହିଠାରେ ବି ସଫଳ ହେବାକୁ ହେଲେ ଗୋଟିଏ ଦିନରେ ସମ୍ଭବ ନୁହେଁ। ବହୁତ ପରିଶ୍ରମ କରିବାକୁ ପଡ଼େ। ନିଜକୁ ଦୁର୍ବଳ ମନେ କର ନାହିଁ, ସବୁ ସମ୍ଭବ ହୋଇପାରିବ। ଆଜି ଆଉ ଜଣେ ଦିଦି କମେଣ୍ଟରେ ସେଇ ପଚାରିଲେ ମ୍ୟାଡ଼ାମ୍ FTA ଖର୍ଚ୍ଚ ଆସିଛି ବୋଲି କହୁଛନ୍ତି, ଲେଟର ଥିବ ଟିକେ ପଠେଇବେ ବା ଜଣେଇବେ। ତେଣୁ ଆଉ ଥରେ ଆଜି ଲେଟରଟି ଏହି ଭିଡ଼ିଓ ମାଧ୍ୟମରେ ରଖୁଛି। ମିଶନ ଶକ୍ତି ମାମାନଙ୍କୁ ସରକାରଙ୍କ ଦ୍ୱାରା 123 କୋଟି ଟଙ୍କା ଭେଟି ଦିଆଗଲା। ଏହା ପୂର୍ବରୁ ଜଣାଇଥିଲି। ପୁଣି ଏତିକି କହିବି, ପୂର୍ବରୁ ଥିବା ସଭା ଓ ଗସ୍ତ ଖର୍ଚ୍ଚ ବାବଦରେ ବକେୟା ଟଙ୍କା ମୋଟ 123 କୋଟି 45 ଲକ୍ଷ 54 ହଜାର ଟଙ୍କା ସରକାର ପ୍ରଦାନ କରିଛନ୍ତି। ଗତ ଏପ୍ରିଲରୁ ଆସନ୍ତା ସେପ୍ଟେମ୍ବର ମାସ ମାନେ 6 ମାସ ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ଏହି ଟଙ୍କା ଅନୁଦାନ କରିଛନ୍ତି। 30ଟି ଜିଲ୍ଲାରେ କାର୍ଯ୍ୟରତ 6728 ପଞ୍ଚାୟତ ସ୍ତରୀୟ ମହାସଂଘ ଓ 338 ବ୍ଲକ ସ୍ତରୀୟ ମହାସଂଘଙ୍କ ସଭା ଓ ଗସ୍ତ ଖର୍ଚ୍ଚ ବାବଦରେ ଏହି ଅର୍ଥରାଶି ବିନିଯୋଗ କରାଯିବ ବୋଲି କହିଛନ୍ତି। ଉଭୟ ଗସ୍ତ ଖର୍ଚ୍ଚ ବାବଦରେ ପ୍ରତି ମାସରେ GPLFକୁ 29,000 ଓ BLFକୁ 31,500 ଟଙ୍କା ମିଳିବ। ଏନେଇ ମିଶନ ଶକ୍ତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି କରାଯାଇଛି। ଏନେଇ ମିଶନ ଶକ୍ତି ନିର୍ବାହୀ କମିଟିକୁ ପୁନର୍ବିନ୍ୟାସ ଆଳରେ ଆଉ ରଦ୍ଦ କରାଯିବ ନାହିଁ ବୋଲି ବିଭାଗ ନିଷ୍ପତ୍ତି ନେଇଛି। ତେଣୁ ନୂତନ ସରକାର ଆସିବା ପରେ ଏହିଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଇସି ମାମାନଙ୍କ ପାଇଁ ଆଶାର ଆଲୋକ ଦେଖାଇଥିବାରୁ ଇସି ମାମାନଙ୍କ ତରଫରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। 3 ଆଉ ଶେଷରେ ସବୁ ପରେ ବି ଅନେକ ଜିଲ୍ଲାରୁ ଇସି ଦିଦିମାନେ ପ୍ରଶ୍ନ ଯେ ଅନେକ ଜିଲ୍ଲାରେ, ଅନେକ ଜାଗାରେ, ଅନେକ ବ୍ଲକରେ BPM BPC କଥାରେ ପଡ଼ି MBK ଓ CRP ମାନେ ଇସି ମାନଙ୍କୁ ବାହାରି ଯିବାକୁ କହୁଛନ୍ତି। CRP ଗ୍ରୁପମାନଙ୍କୁ ନେଇ ଆମକୁ କାଢ଼ିବା ପାଇଁ ଚେଷ୍ଟା କରୁଛନ୍ତି। ହଁ, ଏ ନେଇ ଆଜି ସଂକ୍ଷେପରେ ଆଲୋଚନା କରିବି। MBK ମାନଙ୍କୁ ଜଣାଅ ଯେ ଆଜି ଏଠି BPM ଓ BPC ଏ ଜିଲ୍ଲାରେ ଅଛନ୍ତି ତ କାଲି ସେ ଜିଲ୍ଲାକୁ ଯିବେ, ବା ଏ ବ୍ଲକରେ ଅଛନ୍ତି ତ ସେ ବ୍ଲକକୁ ଯିବେ। କିନ୍ତୁ MBK ମାନେ ସେହି ପଞ୍ଚାୟତର କାମ କରିବେ ଏବଂ CRP ତାର ନିଜ CLF ବା ପଞ୍ଚାୟତରେ କାମ କରିବେ। ଏମାନେ ଏହି GPLFର ସପୋର୍ଟିଂ ଷ୍ଟାଫକୁ ନେଇ ଚଳିବାକୁ ପଡ଼ିବ। ଆଉ ସବୁବେଳେ ଚେଷ୍ଟା କରନ୍ତୁ କୌଣସି MBK ବିନା କାରଣରେ ବ୍ଲକକୁ ନ ଯାଆନ୍ତୁ ଏବଂ CRP ମାନେ ମଧ୍ୟ ବ୍ଲକରେ କିଛି କାମ ନଥିଲେ ବିନା କାରଣରେ ଯେମିତି ନ ଯାଆନ୍ତି। ନଚେତ୍ ଯଦି କୌଣସି କାମ ଥାଏ ତେଲେ MBK ନିଜେ ଯାଇ ସବୁ ବୁଝି ପଞ୍ଚାୟତରେ CRP ଡାକି କେହି କାମକୁ ଜଣାଇବା ସଙ୍ଗେ ସଙ୍ଗେ କେମିତି ହେବ ବା CRP ମାନେ କରୁଛନ୍ତି କି ନାହିଁ ଜାଣି ବୁଝିବା ଦରକାର। କାରଣ ଯେଉଁଠି MBK CRP କିଛି ଜାଣିନାହାନ୍ତି, BPM BPC ଯାହା କହୁଛନ୍ତି ଠିକ୍ ଭାବି MBK CRP ମାନେ ପଞ୍ଚାୟତରେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ବା ଗଣ୍ଡଗୋଳ କରୁଛନ୍ତି। ଆରେ ସେମାନଙ୍କୁ ଜଣା ନାହିଁ ଯେ ଯେତେ ବ୍ଲକ
ଷ୍ଟାଫ୍ କଥାରେ ଚାଲିଲେ କ'ଣ ହେବ? ବରଂ ନିଜ ଗୋଡ଼ରେ କୁଢ଼ାରି ମାରୁଛନ୍ତି। ନଚେତ୍ ଯିଏ ଏସବୁ ସିଷ୍ଟମକୁ ଜାଣି ବୁଝି ବିଚାରି କାମ କରିବ ସେଇ ଠିକ୍ରେ ଚଳିପାରିବ। ନଚେତ୍ ପଞ୍ଚାୟତ ଗୋଟିଏ ପଟେ, ସିଆର୍ପି ଏମ୍ବିକେ ଗୋଟିଏ ପଟେ ଥିବେ। ଶେଷରେ ପଞ୍ଚାୟତର ସଭାପତି, ସମ୍ପାଦିକା ଏବଂ ଇସି ଯଦି ତାଙ୍କ ପଞ୍ଚାୟତର କଥାକୁ ଉଲ୍ଲଙ୍ଘନ କରି ବା ସଂଘର କଥାକୁ ଉଲ୍ଲଙ୍ଘନ କରୁଛନ୍ତି, ଏମ୍ବିକେ ସିଆର୍ପି ମାନେ ଦରମାରୁ ବଞ୍ଚିତ ରହିବେ। ସେ ନେଇ କୌଣସି ବିପିଏମ୍, ବିପିସି ଓ ବିଡ଼ିଓ ବା ଏମିତି କଲେକ୍ଟର ହେଲେ ବି ସୁଦ୍ଧା କେହି ତାଙ୍କର ଦରମା ଦେଇପାରିବେ ନାହିଁ। ବରଂ ସେମାନେ ଅତି ବେଶୀରେ ଖାତା ଫିଚ୍ କରିପାରିବେ, ଯାହାଫଳରେ ନିଜେ ଏମ୍ବିକେ ସିଆର୍ପି ନିଜ ଗୋଡ଼ରେ କୁଢ଼ାରି ମାରିବେ। ତେଣୁ ସମୟ ଥାଉ ଥାଉ ବୁଝିଗଲେ ଯଦି ଭଲ, ନଚେତ୍ ଏ ନେଇ ଯଦି ବିଶୃଙ୍ଖଳା ବଢ଼ିଗଲେ ବା ବଢ଼ିଯାଏ, ତେବେ ସବୁ ବୁଦ୍ଧିଦାତା ସାଇଟ୍ ହୋଇଯିବେ। ଏହି କଥା ସବୁ ଜିଲ୍ଲାରେ ଏମ୍ବିକେ ମାନେ ବୁଝିଗଲେ ଭଲ ହୁଅନ୍ତା। ପୁଣି ଅନୁରୋଧ କରିବି, ଇସି ଭଉଣୀମାନେ, ଆପଣମାନେ ସମସ୍ତେ ଏକ ହୋଇ ରୁହନ୍ତୁ ଏବଂ ନିଶ୍ଚୟ ଆପଣମାନଙ୍କ କାର୍ଯ୍ୟରେ ଆପଣ ସଫଳ ହେବେ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ ଫର୍ ୱାଚିଂ ଆଣ୍ଡ ସବସ୍କ୍ରାଇବ୍ ନାଓ।